ଯେଉଁମାନଙ୍କର ଘରେ ଗୋଟେ ବି ପାଇଖାନା ନାହିଁ ସେଥିପାଇଁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଥିବ। ସେଥିପାଇଁ ସରକାରଙ୍କ ତରଫରୁ ନୂଆ ପାଇଖାନା ଆପ୍ଲାଏ କରି ଘରେ ତିଆରି କରନ୍ତୁ। ଏଥିପାଇଁ ସରକାରଙ୍କ ତରଫରୁ 12,000 ଟଙ୍କା ମିଳିଯିବ। ଆପ୍ଲାଏ କରିବା ପାଇଁ ଫୋନ୍ କିମ୍ବା ଲାପଟପ୍ର ଯେକୌଣସି ବ୍ରାଉଜରକୁ ଓପେନ୍ କରନ୍ତୁ। ସର୍ଚ୍ଚ ବାର୍ରେ ସର୍ଚ୍ଚ କରନ୍ତୁ ସ୍ୱଚ୍ଛ ଭାରତ ମିଶନ ବା ସର୍ଚ୍ଚ କରନ୍ତୁ sbm.gov.in। ସର୍ଚ୍ଚ କଲା ପରେ ତଳକୁ ସ୍କ୍ରୋଲ କରନ୍ତୁ। ତଳେ ଏମିତି ସ୍ୱଚ୍ଛ ଭାରତ ମିଶନ ରେଜିଷ୍ଟ୍ରେସନ ସାଇଟ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ଏଠାରେ ରେଜିଷ୍ଟ୍ରେସନ ପାଇଁ ମୋବାଇଲ ନମ୍ବରକୁ ଏଜ୍ ଲଗଇନ୍ ଆଇଡି ରୂପେ ଦିଆଯିବ, ତେଣୁ ଆପଣଙ୍କ ମୋବାଇଲ ନମ୍ବରକୁ ଦିଅନ୍ତୁ। ତାପରେ ତଳେ ଗେଟ୍ ଓଟିପିରେ କ୍ଲିକ୍ କରନ୍ତୁ। ତାପରେ 6 ଡିଜିଟ୍ ଓଟିପି ଏଠାରେ ଫିଲ୍ କରନ୍ତୁ। ତାପରେ ତଳେ ଭେରିଫାଇ ଓଟିପିରେ କ୍ଲିକ୍ କରନ୍ତୁ। ଏମିତି ମୋବାଇଲ ନମ୍ବର ଭେରିଫାଇ ହେଲା ପରେ ନେମ୍ ଅଫ୍ ସିଟିଜେନରେ ଫୁଲ୍ ନେମ୍ ଦିଅନ୍ତୁ। ତାପରେ ଜେଣ୍ଡରରେ ମେଲ୍ ଫିମେଲ୍ ସିଲେକ୍ଟ କରନ୍ତୁ। ତାପରେ ଆଡ୍ରେସରେ ଗୋଟିଏ ଲାଇନରେ ଏଟ୍ ପୋଷ୍ଟ ବ୍ଲକ ଡିଷ୍ଟ ଷ୍ଟେଟ୍ କମା ଦେଇ ଗୋଟିଏ ଲାଇନରେ ଦିଅନ୍ତୁ। ତାପରେ ଷ୍ଟେଟ୍ରେ ଓଡ଼ିଶା ସିଲେକ୍ଟ କରନ୍ତୁ। ତାପରେ ଏହି କ୍ୟାପ୍ଚାକୁ ଏଠାରେ ଫିଲ୍ କରନ୍ତୁ। କ୍ୟାପ୍ଚା ଏରର ଆସୁଥିଲେ ରିଫ୍ରେଶ କରନ୍ତୁ। ଇଜି କ୍ୟାପ୍ଚା ଦେଖି ଏଠାରେ ଫିଲ୍ କରନ୍ତୁ। ତାପରେ ସବମିଟ୍ରେ କ୍ଲିକ୍ କରନ୍ତୁ। ରେଜିଷ୍ଟର୍ଡ ହେଲା ପରେ ଓକେରେ କ୍ଲିକ୍ କରନ୍ତୁ। ତାପରେ ତଳକୁ ସ୍କ୍ରୋଲ କରି ଲଗ୍ଇନ୍ରେ କ୍ଲିକ୍ କରନ୍ତୁ। ଏଠାରେ ଲଗ୍ଇନ୍ ଆଇଡିରେ ମୋବାଇଲ ନମ୍ବର ଦିଅନ୍ତୁ। ତାପରେ ଗେଟ୍ ଓଟିପିରେ କ୍ଲିକ୍ କରନ୍ତୁ। ତାପରେ ଏଣ୍ଟର ଓଟିପିରେ ଓଟିପି ଫିଲ୍ କରନ୍ତୁ। ତାପରେ ଏହି କ୍ୟାପ୍ଚାକୁ ଏଠାରେ ଫିଲ୍ କରନ୍ତୁ। ତାପରେ ସାଇନ୍ ଇନ୍ରେ କ୍ଲିକ୍ କରନ୍ତୁ। ଲଗ୍ଇନ୍ କଲା ପରେ ଆପଣଙ୍କ ଲେଫ୍ଟ ସାଇଡ୍ରେ 3 ଲାଇନ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ତାପରେ ନ୍ୟୁ ଆପ୍ଲିକେସନରେ କ୍ଲିକ୍ କରନ୍ତୁ। କଲାପରେ ଇଲିଜିବିଲିଟି କ୍ରାଇଟେରିଆ ଦେଖିପାରିବେ, ସେଥିରୁ ଜାଣିପାରିବେ କାହାକୁ ମିଳିବ। ତାପରେ ସାଇଟ୍ରେ କ୍ଲିକ୍ କରନ୍ତୁ। ଏବେ ଷ୍ଟେଟ୍ ସିଲେକ୍ଟ ଅଛି। ତାପରେ ଆପଣଙ୍କ ଡିଷ୍ଟ୍ରିକ୍ଟ ଏଥିରୁ ସିଲେକ୍ଟ କରନ୍ତୁ। ଆପଣଙ୍କ ବ୍ଲକ ଏଥିରୁ ସିଲେକ୍ଟ କରନ୍ତୁ। ତାପରେ ପଞ୍ଚାୟତ ଏଥିରୁ ସିଲେକ୍ଟ କରନ୍ତୁ। ତାପରେ ଭିଲେଜ ନେମ୍ ଏଥିରୁ ସିଲେକ୍ଟ କରନ୍ତୁ। ତାପରେ ହବିଟେସନ ଅର ଲୋକାଲିଟି ଏଥିରୁ ସିଲେକ୍ଟ କରନ୍ତୁ। ତାପରେ ଯାହାଙ୍କ ନାମରେ ଆପ୍ଲାଏ ହେଉଛି ତାଙ୍କ ଆଧାର କାର୍ଡରେ ଯେମିତିକା ନାମ ଅଛି ସେମିତି ଫିଲ୍ କରନ୍ତୁ। ତାପରେ ଏଠାରେ ଆଧାର କାର୍ଡ ନମ୍ବର ଦିଅନ୍ତୁ। ତାପରେ ଏହି ବକ୍ସରେ ଠିକ୍ ମାରନ୍ତୁ। ତାପରେ ଭେରିଫାଇ ଆଧାର ନମ୍ବରରେ କ୍ଲିକ୍ କରନ୍ତୁ। ଭେରିଫାଇ ସକ୍ସେସଫୁଲ ହେଲା ପରେ ଏଠାରେ ବାପା କିମ୍ବା ସ୍ୱାମୀଙ୍କ ନାମ ଦିଅନ୍ତୁ। ତାପରେ ଆପଣଙ୍କ ଜେଣ୍ଡରରେ ମେଲ୍ ଫିମେଲ୍ ସିଲେକ୍ଟ କରନ୍ତୁ। କ୍ୟାଟେଗୋରୀରେ APL BPL ସିଲେକ୍ଟ କରନ୍ତୁ। ତାପରେ ସବ୍ କ୍ୟାଟେଗୋରୀରେ ଜେନେରାଲ SC ST ସିଲେକ୍ଟ କରନ୍ତୁ। ଏଠାରେ ଆପଣଙ୍କ ମୋବାଇଲ ନମ୍ବର ଦିଅନ୍ତୁ। ତାପରେ ଇମେଲ ଆଇଡି ଦିଅନ୍ତୁ। ତାପରେ ଗୋଟେ ଲାଇନରେ ଏଟ୍ ପୋଷ୍ଟ ବ୍ଲକ ଡିଷ୍ଟ ଷ୍ଟେଟ୍ ଫିଲ୍ କରନ୍ତୁ। ତାପରେ ତଳକୁ ସ୍କ୍ରୋଲ କରନ୍ତୁ। ଏବେ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ରହିଛି, ଏଠାରେ IFSC କୋଡ୍ ଡାଇରେକ୍ଟ ଫିଲ୍ କରନ୍ତୁ। नो योर IFSC କୋଡ୍ରେ ମାରିବେନି, ବହୁତ ଏରର ଆସୁଛି ଯାହାଦ୍ୱାରା ସାଇଟ୍ ଚାଲୁନାହିଁ। ତେଣୁ ଡାଇରେକ୍ଟ IFSC କୋଡ୍ ଫିଲ୍ କରନ୍ତୁ। IFSC କୋଡ୍ ଫିଲ୍ କଲା ପରେ ଅଟୋମେଟିକ୍ ବ୍ୟାଙ୍କ ନାମ, ବ୍ରାଞ୍ଚ ନାମ, ବ୍ୟାଙ୍କ ଆଡ୍ରେସ, ବ୍ୟାଙ୍କ ଷ୍ଟେଟ୍, ବ୍ୟାଙ୍କ ଡିଷ୍ଟ୍ରିକ୍ଟ ମଧ୍ୟ ଅଟୋମେଟିକ୍ ଫିଲ୍ ହେଇଯିବ। ଏବେ ଏଠାରେ ଆକାଉଣ୍ଟ ନମ୍ବର ଠିକ୍ ସେ ଫିଲ୍ କରନ୍ତୁ। ତାପରେ ପୁଣି କନଫର୍ମ ଆକାଉଣ୍ଟ ନମ୍ବରରେ ପୁଣି ଥରେ ଆକାଉଣ୍ଟ ନମ୍ବରକୁ ଫିଲ୍ କରନ୍ତୁ। ତାପରେ ଆପଣଙ୍କ ବ୍ୟାଙ୍କ ପାସବୁକ୍ର ଫ୍ରଣ୍ଟ ପେଜ୍ ସ୍କାନ୍ କିମ୍ବା କ୍ଲିୟର ଫଟୋ ଥିଲେ 200 KB କମ୍ପ୍ରେସ୍ କରନ୍ତୁ। ତାପରେ ଚୁଜ୍ ଫାଇଲରେ କ୍ଲିକ୍ କରି ଆପଲୋଡ଼ କରନ୍ତୁ। ତାପରେ ତଳେ ଆପ୍ଲାଏରେ କ୍ଲିକ୍ କରନ୍ତୁ। ଦେଖିପାରିବେ ଆପ୍ଲିକେସନ ସବମିଟେଡ୍ ହେଇଯାଇଛି। ଆପଣଙ୍କୁ ଗୋଟିଏ ଆପ୍ଲିକେସନ ନମ୍ବର ମିଳିବ, ତାକୁ ସ୍କ୍ରିନଶଟ୍ ମାରନ୍ତୁ କିମ୍ବା କପି କରି ରଖନ୍ତୁ। ତାପରେ ଓକେରେ କ୍ଲିକ୍ କରନ୍ତୁ। ତାପରେ ଲେଫ୍ଟ ସାଇଡ୍ରେ 3 ଲାଇନ୍ ପାଇବେ, ପୁଣି ଥରେ ସେଥିରେ କ୍ଲିକ୍ କରନ୍ତୁ। ତାପରେ ଭ୍ୟୁ ଆପ୍ଲିକେସନରେ କ୍ଲିକ୍ କରନ୍ତୁ। ଯେଉଁ ଆପ୍ଲିକେସନ ଆପ୍ଲାଏ କରିଛନ୍ତି ଏମିତି ଟ୍ରାକ୍ ଷ୍ଟାଟସ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ତାପରେ ତଳକୁ ସ୍କ୍ରୋଲ କରି ଏମିତି ଆପଣଙ୍କ ଷ୍ଟାଟସ୍ ଦେଖିପାରିବେ। ତାପରେ ଉପରକୁ ସ୍କ୍ରୋଲ କରି କ୍ରସରେ କ୍ଲିକ୍ କରନ୍ତୁ। ତାପରେ ପ୍ରୋଫାଇଲର ଆଇକନ୍ ପାଇବେ, ସେଥିରେ କ୍ଲିକ୍ କରନ୍ତୁ। ତାପରେ ଲଗ୍ଆଉଟ୍ରେ କ୍ଲିକ୍ କରନ୍ତୁ। ଥ୍ୟାଙ୍କ ୟୁ।